ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାରରେ ମାଣ ବସାଯିବା ସହିତ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଦେବୀଙ୍କ ଆବାହନ ଓ ପୂଜା ଅର୍ଚ୍ଚନା କରାଯାଇଥିଲା। ମହାଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଝୋଟି ଚିତାରେ ସୁସଜ୍ଜିତ ହୋଇଥିଲା ଗୃହାଙ୍ଗନ। ଗୃହର ପ୍ରବେଶ ପଥଠାରୁ ମାଣ ବସାଯାଉଥିବା ପ୍ରକୋଷ୍ଠ ପର୍ଯ୍ୟନ୍ତ ଲମ୍ବିଥିଲା ଝୋଟି ଚିତା। ଗୃହିଣୀମାନେ ଅରୁଆ ଚାଉଳ ପିଠଉରେ ଘର ସାରା ମହାଲକ୍ଷ୍ମୀଙ୍କ ପାଦପଦ୍ମ, ଡାଳି ଓ ଲତା ଆଦି ଚିତ୍ରରେ ଚିତ୍ରିତ କରିଥିଲେ। ଝୋଟି ଚିତାରେ ଫୁଟି ଉଠିଥିଲା ଉତ୍କଳୀୟ ଲଳନାଙ୍କ କଳାତ୍ମକ ଉତ୍କର୍ଷତା ଓ ନିପୁଣତା। ଝୋଟିର ଅଙ୍କିତ ପଦ୍ମଫୁଲ ଓ ପାଦପଦ୍ମ ଉପରେ ଗୋମୟ, ସିନ୍ଦୁର, ଚନ୍ଦନ ଓ ଗେଣ୍ଡୁ ଫୁଲ ରଖାଯାଇ ମହାଲକ୍ଷ୍ମୀଙ୍କୁ ସ୍ୱାଗତ କରାଯାଇଥିଲା। ମାଣ ବସାଯାଉଥିବା ପ୍ରକୋଷ୍ଠର ଚଟାଣ ସାରା ଭରି ଯାଇଥିଲା ଆକର୍ଷଣୀୟ ଚିତା। ଝୋଟିରେ ଚିତ୍ରିତ କୋଠି ଉପରେ ନବବସ୍ତ୍ର ପକାଯାଇ ନୂଆ ଧାନ ଓ ଚାଉଳ ରଖାଯାଇଥିଲା। ଧାନ ଉପରେ ରହିଥିଲା ପିଢା ଓ ପିଢା ଉପରେ ଧାନ ଭର୍ତ୍ତି ମାଣ। ମାଣକୁ ନବବସ୍ତ୍ରରେ ନବବଧୂ ଭଳି ସଜ୍ଜିତ କରି ରଖାଯାଇଥିଲା। ଧାନ ଉପରେ ସଂସ୍ଥାପିତା ହୋଇଥିଲେ ମହାଲକ୍ଷ୍ମୀଙ୍କ ଧାତୁ ମୂର୍ତ୍ତି। ବିଭିନ୍ନ ପୁଷ୍ପରାଜିରେ ମାଣକୁ ସଜ୍ଜିତ କରାଯାଇଥିଲା। ମାଣରେ ଲାଗି କରାଯାଇଥିଲା କଷି ମୂଳା ଓ ନୂଆ ଧାନ ମେଣ୍ଟା। କଦଳୀ, ଦହି, ସାକର, ମୂଳା, ବିଭିନ୍ନ ଫଳମୂଳ, ଆଖୁ, ମୁଆଁ ଓ ବିଭିନ୍ନ ପିଠାପଣା ଦେବୀଙ୍କୁ ନୈବେଦ୍ୟ ସ୍ୱରୂପ ଅର୍ପଣ କରାଯାଇଥିଲା। ପୂଜା ସମୟରେ ଗୃହିଣୀମାନଙ୍କ ହୁଳହୁଳି ଧ୍ୱନିରେ ମୁଖରିତ ହୋଇ ଉଠିଥିଲା ଗୃହାଙ୍ଗନ। ମହିଳାମାନେ ମାଣ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ପାଠ କରି ଦେବୀଙ୍କ କରୁଣା ଭିକ୍ଷା କରିଥିଲେ। ମାଣବସା ପାଇଁ ବଜାରରେ ନଡିଆ, କଦଳୀ, ସାକର, ମୁଆଁ, ଧାନ, ବିରି, ଅରୁଆ ଚାଉଳ, ଦହି ଓ ଫୁଲ ଦୋକାନ ମାନ ଖୋଲିଥିଲା।